ଆଜିର ଏହି କାହାଣୀଟି ଆମ ପାଖକୁ ଦିନେଶ ଭାଇ ପଠାଇଛନ୍ତି। ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ଶୁଣିବା। ବନ୍ଧୁମାନେ, ମୁଁ ହେଉଛି ଦିନେଶ। ଆଜି ଆପଣମାନଙ୍କୁ ମୋର ଏକ ସତ୍ୟ କାହାଣୀ କହିବାକୁ ଯାଉଛି। ମୁଁ ଏହି କାହାଣୀକୁ ଆପଣମାନଙ୍କ ପାଇଁ ବହୁତ କଷ୍ଟରେ ଲେଖିଛି। ଆଶା କରୁଛି ଆପଣମାନେ ଏହାକୁ ଶୁଣି ନିଶ୍ଚୟ ମଜା ଲାଗି ନେବେ, କାରଣ ଏହା କୌଣସି ମନଗଢ଼ା କାହାଣୀ ନୁହେଁ ଏବଂ ଏହା ମୋ ଜୀବନର ପ୍ରଥମ ଅନୁଭବ, ଯାହାପରେ ମୁଁ ଆଉ ପଛକୁ ଚାହିଁ ଯେବେ ସୁଯୋଗ ମିଳେ ମୁଁ ଏଭଳି କାମ କରିଦିଏ। ବନ୍ଧୁମାନେ, ମୋର ବୟସ 28 ବର୍ଷ ଆଉ ମୁଁ ଦେଖିବା ପାଇଁ ଠିକ୍ ଠାକ୍। ସାଙ୍ଗମାନେ କହନ୍ତି ମୁଁ ଦେଖିବାକୁ ବହୁତ ସୁନ୍ଦର। ଏହି କାହାଣୀ ଆଜିଠାରୁ ପ୍ରାୟ 5 ବର୍ଷ ପୂର୍ବର, ଯେବେ ମୁଁ 23 ବର୍ଷର ଥିଲି। ସେତେବେଳେ ମୁଁ ପ୍ରାୟ ସମୟ ମୋର ମାଉସୀ ଘରକୁ ଚାଲିଯାଏ ସେଠି ରହିବା ପାଇଁ, କାରଣ ସେଠି ମୋତେ ମସ୍ତି କରିବା ପାଇଁ ବହୁତ ସାଙ୍ଗ ମିଳିଯାଆନ୍ତି ଆଉ ସେଠି ବାପା ମାଙ୍କର କୌଣସି ଡର ନଥାଏ। ସେଥିପାଇଁ ମୋର ସେଠି ପିଲାଦିନ ରହିବା ପାଇଁ ମନ ଲାଗେ ଆଉ ଏହି କାରଣରୁ ମୁଁ ମୋ ମାଉସୀ ଘରେ ବହୁତ ଦିନ ପର୍ଯ୍ୟନ୍ତ ରହେ। ମୋର ସେଠି ରହିବା ଦ୍ୱାରା ମୋ ମାଉସୀ ଓ ମଉସା କେବେ ବି କୌଣସି ପ୍ରକାର ଅସୁବିଧା ହୋଇନାହାନ୍ତି। ସେମାନେ ବି ମୋତେ ଦେଖି ବହୁତ ଖୁସି ହୁଅନ୍ତି। ମୋ ମାଉସୀ ଆମ ଘରଠାରୁ 30ରୁ 40 କିଲୋମିଟର ଦୂରରେ ରୁହନ୍ତି। ବନ୍ଧୁମାନେ, ମୋ ମାଉସୀର ଆକାର 36, 28, 34। ତାଙ୍କର ପଛ ଓ ଆଗ ଦେଖିବା ପାଇଁ ବହୁତ ସୁନ୍ଦର। ଯିଏ ଗୋଟେ ଥର ଦେଖିଲେ କୌଣସି ବି ବାଡ଼ିରୁ ପାଣି ବାହାରିଯିବ। ମୋ ମଉସା ଜଣେ ବେପାରୀ ଅଟନ୍ତି। ସେ ତାଙ୍କର କାମ ପାଇଁ ପ୍ରାୟ ସମୟ ଅଲଗା ଅଲଗା ସହରକୁ ଯାଆନ୍ତି। ତାଙ୍କର 2ଟି ଝିଅ ଓ ଗୋଟିଏ ପୁଅ। ତାଙ୍କ ବଡ଼ ଝିଅର ବୟସ ପାଖାପାଖି 22 ବର୍ଷ, ଛୋଟ ଝିଅର ବୟସ 20 ବର୍ଷ ଓ ତାଙ୍କ ପୁଅର ବୟସ ମାତ୍ର 16 ବର୍ଷ। ମୋ ମଉସା ତାଙ୍କର ପତ୍ନୀ ମାନେ ମୋ ମାଉସୀଙ୍କୁ ବହୁତ ଭଲ ପାଆନ୍ତି। ମୁଁ ଏହା ଏଥିପାଇଁ କହୁଛି, ମୁଁ ଦେଖିଛି ସେ ଅନେକ ଥର ଦିନ ବେଳେ ତାଙ୍କ ରୁମ୍ କବାଟ ବନ୍ଦ କରି ମାଉସୀଙ୍କୁ ଶାନ୍ତି କରନ୍ତି। ବନ୍ଧୁମାନେ, ଗୋଟେ ଥର ଖରା ଦିନେ ମୁଁ ଓ ମାଉସୀଙ୍କର ସବୁ ପିଲା ଉପର ଘରେ ଶୋଇଥାଉ ଆଉ ମୋ ମାଉସୀ ମଉସା ତଳେ ଶୋଇଥାନ୍ତି, ମାନେ ତଳ ଘରେ। କିଛି ସମୟ ପରେ ମୋର ଗାଧୁଆ ଘରକୁ ଯିବା ପାଇଁ ଇଚ୍ଛା ହେଲା, ମୋତେ ଟିକେ ପରିସ୍ରା ଲାଗିବା କାରଣରୁ, ଯାହାକି ତଳେ ରୁମ୍ରେ ଥିଲା। ମୁଁ ତୁରନ୍ତ ଉଠି ତଳକୁ ଚାଲି ଆସିଲି। ମୁଁ ଯେତେବେଳେ ତାଙ୍କ ରୁମ୍ ଦେଇ ଯାଉଥିଲି ମୋତେ କିଛି ଅଜବ ଶବ୍ଦ ଶୁଭିଲା ଆଉ ମୋର ଭାଗ୍ୟ ଭଲ, ସେ ସମୟରେ ତାଙ୍କ ରୁମ୍ର ଝରକା ଖୋଲା ଥିଲା। ସେଦିନ ବେଶୀ ଗରମ ହେଉଥିବା କାରଣରୁ ବୋଧହୁଏ ସେ ତାଙ୍କର ଝରକାକୁ ଖୋଲା ରଖିଥିଲେ। ତାପରେ ମୁଁ ସେଇ ଝରକାରେ ଦେଖେ ତ ମୋ ଆଖି ଆଗରେ ମସ୍ତ ଦୃଶ୍ୟ ଦେଖି ମୋ ଆଖି ଲାଖି ରହିଗଲା, କାରଣ ମୋ ମାଉସୀ କିଛି ପିନ୍ଧିନଥାଇ ଚେୟାର ଉପରେ ବସିଥିଲା। ସେଥିପାଇଁ ମୋତେ ତାର ଗୋରା ତକ ତକ ବଡ଼ ବଡ଼ ଛାତି ଝୁଲୁଥିବାର ଆଉ ତାର ଗାତ ବି ସ୍ପଷ୍ଟ ଦେଖାଯାଉଥିଲା। ମାଉସୀ ତାର ଗାତକୁ ଅଧୀର ହୋଇକି ରଗଡ଼ି ସେ ତାର ମୁହଁରୁ ଚିତ୍କାର ବାହାର କରୁଥାଏ। ସେହି ସମୟରେ କ'ଣ ଦୃଶ୍ୟ ଥିଲା, ସେ ଦୃଶ୍ୟ ଦେଖି ମୋର ବାଡ଼ି ଗରମ ହୋଇକି ଠିଆ ହୋଇଗଲା। ସେ ଏବେ ପୁରା ଜୋସ୍ରେ ଆସି ସାରିଥାଏ ଆଉ ସେପଟେ ମଉସା ତାଙ୍କର ପାଇଜାମାର କପଡ଼ା ଖୋଲି ତାଙ୍କର କପଡ଼ାକୁ ଓହ୍ଲାଉଥାନ୍ତି। କପଡ଼ା ଓହ୍ଲାଇବା ମାତ୍ରେ ତାଙ୍କର ବାଡ଼ି ତାଙ୍କ କପଡ଼ା ଭିତରେ ସ୍ପଷ୍ଟ ଦେଖାଯାଉଥିଲା। ମାଉସୀ କହିଲା, ଆଉ କେତେ ଡେରି ହେବ? ମୋ ପାଇଁ ଆଉ ବେଶୀ ସମୟ ଅପେକ୍ଷା କରିବା ବଡ଼ ମୁସ୍କିଲ ହୋଇଯାଉଛି। ଏବେ ତୁମେ ଜଲ୍ଦି ମୋର ଏହି ନିଆଁକୁ ଲିଭେଇ ଦିଅ। ମଉସା ଆଉ ଡେରି ନ କରି ସେ ତାଙ୍କର ଓହ୍ଲେଇ ପକାଇଲେ ଏବଂ ତାଙ୍କର 6 ଇଞ୍ଚର ବାଡ଼ିକୁ ଦେଖି ମୋର 5 ଇଞ୍ଚର ବାଡ଼ି ଉପରେ ବହୁତ ଦୟା ଲାଗୁଥିଲା, କାରଣ ମୋ ବାଡ଼ି ତାଙ୍କ ବାଡ଼ିଠାରୁ ଛୋଟ ଥିଲା, କିନ୍ତୁ ମୋ ବାଡ଼ି ତାଙ୍କ ବାଡ଼ିଠାରୁ ମୋଟା ଥିଲା। ମୁଁ ଏବେ ଦେଖିଲି ମୋର ମଉସା ତାଙ୍କର ଗୋଟେ ବାଡ଼ିକୁ ଧରି ଆଗ ପଛ କରି ମାଉସୀ ଆଡ଼କୁ ବଢ଼େଇଲେ ଆଉ ସେଇ ପାଖ ଟେବୁଲରେ ମଉସାଙ୍କର ସେଭିଂ କିଟ୍ ଥିଲା। ତାପରେ ମଉସା ସେଭିଂ କ୍ରିମ୍କୁ ବାହାର କରି ମାଉସୀର ଗୋଡ଼ ଦୁଇଟାକୁ ପୁରା ମେଲା କରି ତାଙ୍କର ସେ ଗାତରେ ଲଗେଇଲେ। ତାପରେ ସେ ବ୍ରସ୍କୁ ପାଣିରେ ଓଦା କରି ସେହି ବ୍ରସ୍କୁ ତାଙ୍କ ଗାତରେ ବୁଲେଇଲେ। ଏବେ ତାଙ୍କ ଗାତରେ ବହୁତ ଫେଣ ହୋଇଯିବାରୁ ଫେଣ ଭିତରେ ଲୁଚିଗଲା। ଏସବୁ ଦେଖି ମୋର ବାଡ଼ି ବାରମ୍ବାର ମୋ କପଡ଼ାକୁ ଜୋରରେ ଥକା ମାରୁଥିଲା। ସେ ଦୃଶ୍ୟ ଦେଖି ମୋର ବି ଇଚ୍ଛା ହେଉଥିଲା କି ମୁଁ ବି ସେ ରୁମ୍ ଭିତରକୁ ତାଙ୍କ ପାଖକୁ ଚାଲିଯାଆନ୍ତି ଆଉ ମୁଁ ମଉସାଙ୍କୁ ସେ ଜାଗାରୁ ହଟେଇ ଦେଇ ମୋ ମାଉସୀର ଗାତ ସହିତ ଖେଳନ୍ତି। ଏବେ ମଉସା ରେଜର ବାହାର କରି ମାଉସୀର ବାଳକୁ ସଫା କରିଲେ ଆଉ ଏହି ଭିତରେ ମାଉସୀ ତାର ଛାତିକୁ ଜୋର ଜୋର ତଳି ଚାଲୁଥାଏ। ସେ ଦୃଶ୍ୟ ଦେଖି ମୁଁ ବହୁତ ଗରମ ହୋଇଗଲି।
ତାପରେ କିଛି ସମୟ ପରେ ବାଳ କାଟି ସାରିବା ପରେ ମଉସା ଗୋଟେ ଟାୱଲ ଆଣି ମାଉସୀର ଗାତକୁ ଭଲ ଭାବରେ ସଫା କରିଲେ। ଏବେ ମଉସା ତଳେ ଚଟାଣ ଉପରେ ବସି ମାଉସୀର ଗାତ ଓ ଜଙ୍ଘକୁ ଚାଟି ଚାଲିଥାନ୍ତି। ତାଙ୍କ ଜିଭ ଲଗାତାର ମାଉସୀର ଜଙ୍ଘ ଉପରେ ବୁଲୁଥାଏ। ତାପରେ ସେ ମାଉସୀର ପେଟରେ ଗିଲ କରିବା ଆରମ୍ଭ କଲେ। ଆଉ ତାପରେ ତଳକୁ ଆସି ମାଉସୀର ବାଳୁଆ ଗାତ ଉପରେ ଗିଲ କରିବାକୁ ଲାଗିଲେ। ଏବେ ସେ ତାଙ୍କର ଜିଭକୁ ମାଉସୀର ଗାତର ଦାନା ଉପରେ ବୁଲେଇବା ଆରମ୍ଭ କଲେ। ଆଉ ଏପଟେ ମୁଁ ସବୁ କିଛି ଦେଖି ମୋର ଜୋସ୍ କାରଣରୁ ମୋର ହାଲତ ବହୁତ ଖରାପ ହୋଇଯାଉଥାଏ। ମୁଁ ଏବେ ମୋର ବାଡ଼ିକୁ ଗୋଟେ ହାତରେ ନେଇ ହଲେଇ ଚାଲିଥାଏ। ସେହି ସମୟରେ ମୋର ହାତ ବାଜି ଝରକା ପୁରା ଖୋଲିଗଲା। ଆଉ ସେହି ସମୟରେ ମଉସାଙ୍କ ନଜର ମୋ ଉପରେ ଅଚାନକ ପଡ଼ିଲା। ଏବେ ମୋର ଲାଜରେ ଓ ଡରରେ ମୋର ଅବସ୍ଥା ପୁରା ଖରାପ ହୋଇଗଲା। ମୁଁ ସେଠୁ ଉପରକୁ ଚାଲି ଯାଉଥାଏ, କିନ୍ତୁ ମୋତେ ପଛରୁ ମଉସା ଡାକିଲେ। ଆଉ ସେ ମୋତେ ତାଙ୍କ ରୁମ୍କୁ ଡାକିଲେ। ମୁଁ ଦେଖିଲି ଏପର୍ଯ୍ୟନ୍ତ ବି ସେ ଦୁଇଜଣ କିଛି ପିନ୍ଧି ନାହାନ୍ତି। ସେମାନଙ୍କୁ ମୋ ଆଗରେ ଠିଆ ହୋଇଥିଲେ ମଧ୍ୟ ଟିକେ ବି ଲାଜ ଲାଗୁନଥାଏ। ଲାଜରେ ମୋର ବାଡ଼ି ଏବେ 2 ଇଞ୍ଚର ହୋଇଯାଇଥିଲା। ତାପରେ ମଉସା ମୋତେ କହିଲେ, ତୁ ଏବେ ଏତେ ଆଉ ଲାଜ କର ନାହିଁ। ମୋତେ ଜଣାଅଛି ଏହି ବୟସରେ ଏମିତି ସମସ୍ତଙ୍କ ସହ ହୁଏ। କାହାକୁ ଲୁଚି କରି ଦେଖିବାର ବହୁତ ମଜା ଥାଏ। ଡରିବାର କିଛି ନାହିଁ। ତୋ ମନ କଥା କହ, ଆଉ ଆମ ସହିତ ମଜା ନେ। କ'ଣ ତୁ କେବେ କାହା ସହ ଏସବୁ କରିଛୁ? ମୁଁ ବି ନ ଡରି ତାଙ୍କୁ କହିଲି, ନା, ମୋତେ ଏମିତି କୌଣସି ମଉକା ଏପର୍ଯ୍ୟନ୍ତ ମିଳିନାହିଁ ଯାହାର ମୁଁ ଫାଇଦା ଉଠାଇ ପାରିବି। ସେ ଏବେ ଖୁସି ହୋଇ ମୋତେ ପଚାରିଲେ, କ'ଣ ତୁ ଏବେ ଏସବୁ କରିବାକୁ ଚାହୁଁଛୁ? ମୁଁ ତାଙ୍କର କହିବାର ଅର୍ଥ କିଛି ବୁଝିପାରୁନଥିଲି, କିନ୍ତୁ ସେ ଏବେ ମୋତେ କହିଲେ କି ତୋର ମାଉସୀ ଏବଂ ମୁଁ ନିଜେ କେହି ଏମିତି ଜଣେ ତୃତୀୟ ବ୍ୟକ୍ତି ଖୋଜୁଥିଲୁ ଯିଏ ଆମ ସହ ଏଭଳି କରିବ, ଯାହା ସହ ମିଶି ଆମେ ପୁରା ମଜା ନେଇପାରିବୁ। ଏବେ ତୋ ଠାରୁ ଆମ 2 ଜଣଙ୍କୁ କେହି ଭଲ ଆଉ କିଏ ମିଳିବ? ତୋ ସହ ଏସବୁ କରିବା ଦ୍ୱାରା କେହି ବାହାର ଲୋକ ବି ଜାଣିବେ ନାହିଁ। ଆଉ ଆମ 3 ଜଣଙ୍କର କାମ ଠିକ୍ ଠାକ୍ ହୋଇଯିବ। କ'ଣ ତୁ କହୁଛୁ? ତୁ ଏ କାମ କରିବୁ? ଏବେ ମୁଁ ଲାଜେଇକି କହିଲି, ହଁ। ସେ ମୋ ମାଉସୀକୁ ଇସାରା କରି କହିଲେ, ଦେଖ, ତାର ବାଡ଼ି କେମିତି ଛୋଟ ହୋଇଯାଇଛି। ତୁମେ ତାକୁ ଟିକେ ବଡ଼ କରିଦିଅ। ମାଉସୀ ମଉସାଙ୍କ ମୁହଁରୁ ଏକଥା ଶୁଣିବା ପରେ ସେ ଉଠି ମୋ ପାଖକୁ ଆସିଲେ। ପୁଣି ମୁଁ ଦେଖିଲି ତାଙ୍କର ଗାତର ବାଳ ସଫା ହୋଇଯିବା କାରଣରୁ ତାଙ୍କର ଗାତ ପୁରା ସଫା ହୋଇ ଚିକ୍କଣ ଚମକୁଥାଏ। ମାଉସୀ ଆଗକୁ ବଢ଼ି ମୋର ବାଡ଼ିକୁ ହାତରେ ନେଇ ତାର ମୁଲାୟମ ହାତରେ ଆଗପଛ କରିବାକୁ ଲାଗିଲେ। ସେ ଏମିତି କରିବା ଦ୍ୱାରା ମୋର ନିଶ୍ୱାସ ତେଜ ହେବାକୁ ଲାଗିଲା। ସେ ମୋ ବାଡ଼ିକୁ ଗୋଟେ ହାତରେ ହଲାଉଥାନ୍ତି, ଆଉ ଗୋଟେ ହାତକୁ ମୋ ଛାତି ଉପରେ ବୁଲାଉଥାନ୍ତି। ମୁଁ ବି ଏବେ ସାହସ କରି ମୋର 2 ହାତକୁ ଆଗକୁ ବଢ଼େଇ ମାଉସୀଙ୍କୁ ଜାବୁଡ଼ି ଧରିଲି। ସେ ମୋ ବାହୁରେ ଥିଲେ, ତେଣୁ ସେଥିପାଇଁ ତାଙ୍କର ଏକଦମ ଗୋଲ ଗୋଲ ଛାତି ମୋର ଛୋଟ ଛାତିକୁ ଛୁଇଁ ମୋ ଛାତିରେ ଚାପି ହେଉଥିଲା। ଜୋରରେ କୁଣ୍ଢେଇ ଧରିବାରୁ ମୋର ବାଡ଼ି ବି ଏବେ ତାଙ୍କର ଚିକଣିଆ ଗାତକୁ ଛୁଉଁଥିଲା। ମୁଁ ବହୁତ ଭଲ ଭାବରେ ମାଉସୀଙ୍କର ଗାତର ଗରମକୁ ଅନୁଭବ କରୁଥିଲି। ମଉସା ପଛପଟୁ ଆସି ଆମ ସହ ଚିପଟି ଗଲେ। ସେଥିପାଇଁ ତାଙ୍କର ଗରମ ବାଡ଼ି ମୋ ପଛରେ ଲାଗୁଥିଲା। ବନ୍ଧୁମାନେ, ମୋତେ ଏବେ ଲାଗୁଥିଲା ଯଦି କିଛି ସମୟ ଏମିତି ଚାଲେ ମୁଁ ବହୁତ ଜଲ୍ଦି ଝଡ଼ିଯିବି। ସେଥିପାଇଁ ମୁଁ ଏବେ ସେ 2 ଜଣଙ୍କ ମଧ୍ୟରୁ ଖସି ଆସିବାକୁ ଚେଷ୍ଟା କଲି। ସେଥିପାଇଁ ମୁଁ ଏବେ ମାଉସୀଙ୍କୁ କହିଲି, ପ୍ରଥମେ ତୁମେ 2 ଜଣ କାମ କର, ଆଉ ମୋତେ ଦେଖାଅ। ଯାହାକୁ ଦେଖି ମୁଁ ସବୁ କରିବା ଶିଖିଯିବି। ଆଉ ମୁଁ ବି ତୁମ ପରିକା ମାଉସୀକୁ ମସ୍ତ କରି କରିବି। ତାପରେ ସେ ମୋତେ କହିଲେ, ମୁଁ ତ ତୋତେ ସେମିତି ସବୁ କିଛି କରିବା ଶିଖେଇଦେବି। ସେ ମୋତେ ଏକଥା କହି ସେ ମାଉସୀକୁ ଇସାରା କରି କହିଲେ ଖଟ ଉପରେ ଶୋଇବା ପାଇଁ, ଏବଂ ସେ ମୋତେ ମାଉସୀର ଗାତକୁ ଚାଟିବା ପାଇଁ କହିଲେ। ବନ୍ଧୁମାନେ, ମୁଁ ମଉସାଙ୍କ କହିବା ଅନୁସାରେ ମାଉସୀର ଗାତ ପାଖକୁ ମୋର ମୁହଁକୁ ନେଇ ସେମିତି କରିବାକୁ ଲାଗିଲି। କିନ୍ତୁ ମୋତେ ପ୍ରଥମ ଥର ସେ କାମ କରିବାରେ ଅଜବ ଲାଗିଲା। କିନ୍ତୁ ମୁଁ କିଛି ସମୟ ଉପରୁ ଜିଭରେ ଚାଟିବା ପରେ ଯେତେବେଳେ ମୁଁ ତାଙ୍କ ଭିତରେ ଜିଭ ପୂରେଇ କରିଲି, ସେତେବେଳେ ମୋତେ ଭାରି ମଜା ଆସୁଥିଲା। ମୁଁ ତାଙ୍କର ଗାତକୁ ଚାଟି ଚାଲିଥାଏ, ଆଉ ମାଉସୀ ଜୋସ୍ରେ ଆସି ଚିତ୍କାର କରିବାକୁ ଲାଗିଲେ। ବନ୍ଧୁମାନେ, ମୁଁ ଏବେ ଦେଖିଲି ମାଉସୀର 2 ଗୋଡ଼କୁ ମଉସା ମେଲେଇ ଧରିଥାନ୍ତି, ଆଉ ତାଙ୍କର ବାଡ଼ି ମାଉସୀର ମଥାକୁ ଛୁଉଁଥିଲା। ମୋର ତ ଜୋସ୍ କାରଣ ଅବସ୍ଥା ପୁରା ଖରାପ ଥିଲା। ସେଥିପାଇଁ ମୁଁ ମୋର ଗୋଟେ ହାତକୁ ନେଇ ମାଉସୀର ଛାତିକୁ ଦଳିଲି, ଯେଉଁଥିପାଇଁ ପୁରା ରୁମ୍ ସାରା ମାଉସୀର ଚିତ୍କାର ଉତ୍ତରଣ ହେଉଥିଲା। ବନ୍ଧୁମାନେ,
ମୋର ବାଡ଼ି ଆଉ ସମ୍ଭାଳିବା ଅବସ୍ଥାରେ ନଥାଏ। ସେଥିପାଇଁ ମୁଁ ସବୁ କାମ ଛାଡ଼ିକରି ମୋର ଗୋଟେ ହାତରେ ତାଙ୍କର ଗାତକୁ ମେଲେଇ ମୁଁ ମୋର ବାଡ଼ିକୁ ତାଙ୍କ ଗାତ ମୁହଁରେ ରଖି ଭିତରକୁ ପୂରେଇବାକୁ ଲାଗିଲି। ମୁଁ ଏସବୁ କରିବାର ଦେଖି ମଉସା ଖୁସି ହୋଇ କହିଲେ, ପୁଅ ତୁ ତ ପୁରା ହୁସିଆର ଅଛୁ, ଏବେ ତୁ କରିଦେ ତୋ ମାଉସୀକୁ ଆଉ ତା ଦେହର ନିଆଁକୁ ଲିଭେଇ ଦେ। ସେ ତତେ ଆହୁରି ବି ଅଧିକା ମଜା ଦେବ। ମୁଁ ଗୋଟେ ଜୋରଦାର ଧକ୍କା ମାରି ମୋର ପୁରା ବାଡ଼ିକୁ ଭିତରେ ପଶାଇ ଜୋର ଜୋର ଧକ୍କା ମାରିବାକୁ ଲାଗିଲି। ମୁଁ ଏପଟେ ମାଉସୀକୁ କରିବାରେ ଏତେ ବ୍ୟସ୍ତ ଥିଲି କି ମୋତେ କିଛି ବି ଜଣାନଥିଲା। ଆଉ ସେପଟେ ମୋ ମଉସା ମୋ ପଛପଟେ ଆସି ଠିଆ ହୋଇଗଲେ। ଆଉ ସେ ତାଙ୍କର ବାଡ଼ିକୁ ମୋ ପଛରେ ଉପରେ ବୁଲାଉଥାନ୍ତି। ତାଙ୍କର ଏମିତି କରିବା ଦ୍ୱାରା ମୋର ବ୍ୟାକୁଳତା ଆହୁରି ବଢ଼ିଗଲା। ମୁଁ ତାକୁ ପଚାରିଲି, ତୁମର ମୋର ପଛରେ କରିବାର ଇରାଦା ନାହିଁ? ସେ ହସିକରି କହିଲେ, ନା ପୁଅ, ମୁଁ ତ ତୋତେ କେବଳ ଉତ୍ତେଜିତ କରୁଥିଲି, ଯେଉଁଥିପାଇଁ ତୋର ଏ ବାଡ଼ି ଆହୁରି ଗରମ ହୋଇ ଏମିତି ଠିଆ ରହିବ ଆଉ ତୁ ବହୁତ ସମୟ ପର୍ଯ୍ୟନ୍ତ ତୋ ମାଉସୀକୁ କରିପାରିବୁ। ମୋ ମାଉସୀ ଗାତରେ ଲଗାତାର ଧକ୍କା ମାରି ଚାଲିଥାଏ। କିଛି ସମୟ ପରେ ମୁଁ ଅନୁଭବ କରିଲି ମାଉସୀ ଏବେ ତଳ ଆଡ଼ୁ ତାର ପଛକୁ ଟେକି ମଜା ନେବାକୁ ଲାଗିଲା ଆଉ ତାର ଛାତି ମୋର ପ୍ରତିଟି ଧକ୍କାରେ ହଲୁଥାଏ, ଯାହାକି ମୋତେ ବହୁତ ମଜା ଦେଉଥିଲା। ମୋତେ ଲାଗିଲା ମୁଁ ଏବେ ଝଡ଼ିବି। ମୋ ମଉସାଙ୍କୁ କହିଲି, ମୋତେ ଲାଗୁଛି ମୋର ଏବେ ବାହାରିବ, କୁହ ମୁଁ କ'ଣ କରିବି? ସେ ମୋତେ କହିଲେ, ତୁ ଆଜି ତୋ ମାଉସୀର ମୁହଁରେ ଛଡ଼ିଯା, ତୋତେ ମସ୍ତ ମଜା ଆସିବ। ତାପରେ ମୁଁ ଆଉ ଡେରି ନକରି ମୋର ବାଡ଼ିକୁ ବାହାର କରି ତାଙ୍କ ପାଟିରେ ମୋ ବାଡ଼ିକୁ ପୂରେଇ ଦେଇ ମୋର ସବୁ ପାଣିକୁ ବାହାର କରିଦେଲି। ମୋର ପାଣି ବାହାରି ଯିବା ପରେ ମୋତେ ବହୁତ ଶାନ୍ତି ଲାଗୁଥିଲା, କିନ୍ତୁ ସେ ଏବେ ଝଡ଼ି ନଥିଲେ। ସେଥିପାଇଁ ମଉସା ତାଙ୍କର ବାଡ଼ିକୁ ମାଉସୀ ଗାତରେ ପୂରେଇ ଧକ୍କା ମାରିବାକୁ ଲାଗିଲେ। ବାଡ଼ି ବହୁତ ଆରାମରେ ତାଙ୍କ ଭିତରେ ଆଗପଛ ହେଉଥିଲା, ଯେଉଁଥିପାଇଁ ସାରା ଘର ଭିତରେ ପଛ ପଛକି ଶବ୍ଦ ହେଉଥିଲା। ମୋ ବାଡ଼ି ଏହି ଦୃଶ୍ୟ ଦେଖି ପୁଣି ଥରେ ଗରମ ହୋଇ ଠିଆ ହେବାକୁ ଲାଗିଲା। ମୁଁ ଏବେ ମଉସାଙ୍କ ପଛକୁ ଆସି ତାଙ୍କ ପଛ ଉପରେ ମୋର ବାଡ଼ିକୁ ବୁଲେଇବାକୁ ଲାଗିଲି, ଯେଉଁଥିପାଇଁ ମୋର ବାଡ଼ି ଏବେ ଧୀରେ ଧୀରେ ଶକ୍ତ ହେବାକୁ ଲାଗିଲା, ଯେଉଁଥିପାଇଁ ମୋର ବାଡ଼ି ପୁରା ଗରମ ହୋଇକି ଠିଆ ହେବାକୁ ଲାଗିଲା। ମଉସା ଲଗାତାର ଧକ୍କା ମାରି ଚାଲିଥାନ୍ତେ। ତାପରେ ମୁଁ ଆଗକୁ ଆସି ମାଉସୀର ପାଟିରେ ମୋର ବାଡ଼ିକୁ ଭର୍ତ୍ତି କରିଦେଲି। ମାଉସୀ ମୋ ବାଡ଼ିକୁ ଖାଉଥାଏ ଆଉ ମଉସା ମାଉସୀଙ୍କୁ କରୁଥାନ୍ତି। ଏମିତି କିଛି ସମୟ ଚାଲିବା ପରେ ଆମେ ତିନି ଜଣ ଏକା ସାଙ୍ଗରେ ଝଡ଼ିଗଲୁ, ଯେଉଁଥିପାଇଁ ମୋତେ ଆମ ତିନି ଜଣଙ୍କୁ ପୁରା ମଜା ଆସିଲା। ଆମେ ତିନି ଜଣ ସେଇଠି ଶୋଇଗଲୁ। ବନ୍ଧୁମାନେ, ମୁଁ ଶୋଇ ମାଉସୀର ଦେହ ସହ ଖେଳୁଥିଲି। ମୁଁ ତାଙ୍କର ଛାତି ସହିତ ଖେଳିବା ସହ ତାଙ୍କର ଗାତକୁ ରଗଡ଼ୁଥିଲି ଏବଂ ତାର ଗାତରେ ମୁଁ ଆଙ୍ଗୁଠି ପୂରେଇ ଧୀରେ ଧୀରେ ଆଗପଛ କରୁଥିଲି। ଆଉ ମୋ ମାଉସୀ ମୋ ବାଡ଼ି ସହିତ ଖେଳୁଥିଲା। ଏବେ ମାଉସୀ ମୋତେ କହିଲେ, ତୁ ଏସବୁ କରିବା ପୂର୍ବରୁ କହୁଥିଲୁ ତୁ ଏସବୁ କରିବା ଜାଣିନାହୁଁ, କିନ୍ତୁ ତୁ ତ ଏ କାମରେ ପୁରା ଅନୁଭବୀ ଲାଗୁଛୁ ଆଉ ତୁ ବହୁତ ଡେରି ପର୍ଯ୍ୟନ୍ତ କରୁଛୁ। ତୁ ତ ଆମ ଦୁଇ ଜଣଙ୍କ ଆଶାଠାରୁ ଅଧିକ ଆମକୁ ମଜା ଦେଲୁ। ଆମକୁ ବିଲକୁଲ ବି ବିଶ୍ୱାସ ନଥିଲା ତୋତେ ଏ କାମରେ ବହୁତ ଭଲ ଅନୁଭବ ଅଛି। ଆରେ ତୁ ଯେମିତି କରୁଛୁ କୌଣସି ଗାତ ଗୋଟେ ଥରରେ ସନ୍ତୁଷ୍ଟ ହୋଇପାରିବ। ଆଜି ବହୁତ ଦିନ ପରେ ତୋର ମାଉସୀ ତୋ ଠାରୁ ଶାନ୍ତି ପାଇଛି, ତୁ ଜାଣିପାରୁଥିବୁ ମୋ ମୁହଁକୁ ଦେଖି। କିନ୍ତୁ ମୋ ମନରେ ଆଉ କିଛି ଥିଲା। ବନ୍ଧୁମାନେ, ମୁଁ ତାଙ୍କର ବଡ଼ ଝିଅ, ଯାହାର ନାଁ ହେଉଛି ସବିତା। ମୁଁ ତାକୁ ଥରେ କରିବାକୁ ଚାହୁଁଥିଲି। ତାପରେ ମୁଁ ତାଙ୍କୁ ଟିକେ ସାହସ କରି କହିଲି, ମୁଁ ଥରୁଟିଏ ସବିତାକୁ କରିବାକୁ ଚାହୁଁଛି। ସେ ଦୁଇ ଜଣ ମୋ ମୁହଁରୁ ଏ କଥା ଶୁଣି ଚକିତ ହୋଇଗଲେ। ସେ ମୋ କଥା ଶୁଣି ପୁରା ଚୁପ୍ ହୋଇଗଲେ। ତାପରେ ମାଉସୀ ମୋତେ ବୁଝେଇବାକୁ ଯାଇ କହିଲେ, ପୁଅ ସେ ତ ତୋ ଭଉଣୀ ହେବ, ତୁ କେମିତି ତା ସହ ଏସବୁ କରିବୁ? ଆଉ ଯଦି ତୋର ଏଭଳି ଅଛି, ତୁ ଯେବେ ଚାହିଁବୁ ମୋତେ କରିପାରିବୁ। ମୁଁ ଏ କାମ ପାଇଁ ତୋତେ କେବେ ମନା କରିବିନି, ନା ତୋର ମଉସା କେବେ କିଛି କହିବେ। ତୋ ଇଚ୍ଛା, ତୁ ମୋର ଆଗରେ କର କି ପଛରେ କର, ତୋତେ ମୁଁ ମନା କରିବି ନାହିଁ। ଆଉ ମୁଁ ବି ତୋତେ ନୂଆ ନୂଆ ଶିଖାଇଦେବି, ଆହୁରି ଅଧିକା ଅନୁଭବ କରିବାରେ ସାହାଯ୍ୟ କରିବି। ତାପରେ ମୁଁ କହିଲି, ହଁ ମୁଁ ତୋତେ ମଝିରେ ମଝିରେ ନିଶ୍ଚୟ କରିବି, କାରଣ ଗୋଟେ ଥର କି ମୋର ମନ ଭରି ନାହିଁ। କିନ୍ତୁ ତୁ ବି ମୋ ମାଉସୀ ହେବୁ। ଯେତେବେଳେ ମୁଁ ତୋତେ କରିପାରିଲି, ତାହା ପୁଣି ମଉସାଙ୍କ ଆଗରେ। ଏବେ ସବିତାକୁ କରିବାରେ କ'ଣ ଭୁଲ ହେବ? ବନ୍ଧୁମାନେ, ସେ ଦୁଇ ଜଣ ମୋ କଥା ଶୁଣି ଟିକେ ଚିନ୍ତାରେ ପଡ଼ିଲେ, କାରଣ ମୁଁ ତାଙ୍କୁ ଠିକ୍ ଯୁକ୍ତି ରଖି ଠିକ୍ କଥା କହିଥିଲି। ଆଉ ଏବେ ଆଉ କ'ଣ ହୋଇପାରିବ? ସେଥିପାଇଁ ମାଉସୀ କିଛି ସମୟ ଚିନ୍ତା କରିବା ପରେ ମୋତେ କହିଲା, ଠିକ୍ ଅଛି, କୌଣସି ଭଲ ମୌକା ଦେଖି ଆମେ ତୋତେ ସବିତାର କରିବା ପାଇଁ ଦେବୁ। କିନ୍ତୁ ଏସବୁ କଥା ଆମ ଛଡ଼ା ଅନ୍ୟ କେହି ଯେମିତି ନ। ଏବେ ମୁଁ ଖୁସିରେ ପାଗଳ ହୋଇ ଝୁମି ଉଠିଲି।
ମୁଁ ମାଉସୀକୁ କହିଲି, ମାଉସୀ ମୁଁ ତୋତେ ବହୁତ ଭଲ ପାଏ। ମାଉସୀ ତୁ ବହୁତ ଭଲ। ମୋ ତରଫରୁ ତୁମ ଦୁଇ ଜଣଙ୍କୁ କିଛି ବି ଅସୁବିଧା ହେବାକୁ ଦେବି ନାହିଁ। ସବିତାକୁ ଟିକେ ମଜା ଦେବା ପାଇଁ ହଁ କହିଥିବାରୁ ମୋ ତରଫରୁ ତୁମ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ। ତାପରେ ମୁଁ ଖୁସିରେ ଖୁସିରେ ତାଙ୍କ ରୁମ୍ରୁ ମୋ କପଡ଼ା ଠିକ୍ କରି ଗାଧୁଆ ଘରକୁ ଚାଲିଗଲି। ତାପରେ ମୁଁ ପୁନଃ ମୋ ରୁମ୍କୁ ଯାଇ ସବିତାକୁ କରିବାର ସ୍ୱପ୍ନ ଦେଖିବାକୁ ଲାଗିଲି। ମୁଁ ଜାଣିପାରିଲି ନାହିଁ ମୋତେ କେତେବେଳେ ନିଦ ଆସିଗଲା। ତାପରେ ସେଦିନ ରାତିରେ ଆଉ ଥରେ ମଉସାଙ୍କ ସହ ମିଶି ମାଉସୀକୁ ଆମେ ନିର୍ଦ୍ଧୁମ କରିଲୁ। ସବିତାକୁ କରିବାର ମୋ ସ୍ୱପ୍ନରେ ରହିଗଲା। ଯଦି ଆପଣମାନେ ଏହି ଭିଡ଼ିଓରେ 50ଟା କମେଣ୍ଟ ଆଉ 100ଟା ଲାଇକ୍ ଦିଅନ୍ତି, ତାହେଲେ ମୁଁ ଏହି ଭିଡ଼ିଓର ନେକ୍ସଟ ପାର୍ଟରେ ଆପଣମାନଙ୍କୁ କହିବି କେମିତି ମଉସା, ମାଉସୀ ଏବଂ ସବିତା ଆମେ 4 ଜଣ ମିଶି ଏକା ସାଙ୍ଗରେ ଖୁବ୍ ମଜା କରିଲୁ। ଆଜି ପାଇଁ ଏତିକି, ବିଦାୟ ଦିଅନ୍ତୁ। ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି, ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ, ଆଉ ସେଇଠି ଜଲ୍ଦି ଜଏନ୍ ହୁଅନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।